ରାସ୍ତାରେ ଛେତରା ହେଇ ପଡ଼ିଛି ମୃତଦେହଟିଏ। ଦେହର ମାଂସ ସବୁ ଦେହରୁ ବାହାରି ଖିନଭିନ୍ ହେଇ ରାସ୍ତା ସାରା ଛିଟିକି ପଡ଼ିଛି। ମୁଣ୍ଡଟା ଏମିତି ଭାବରେ ଛେତରା ହେଇଯାଇଛି ଯେ ଦେଖିଲା ଲୋକର ଲୋମ ମୂଳ ଟାଙ୍କୁରି ଉଠୁଛି। ଆଉ ପାଖରେ ଜୀବନ ପାଇଁ ମରଣ ସହ ସଂଗ୍ରାମ କରୁଛି ଗୁରୁତର ସାଙ୍ଗ ଜଣେ। ଦେହରୁ ରକ୍ତଧାର ବୋହି ଚାଲିଥିଲେ ବି ଦେହରେ ଜୀବନ ଅଛି ବିଚରାର। ଆଉ ଉଦ୍ଧାର କରିବାକୁ ନିଜର ସବୁ ବଳ ଲଗେଇ ସେ ଆକୁଳ ଚିତ୍କାର କରୁଛି। ଯୁବକର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକେ। ଆଉ ଖବର ଦିଆଗଲା ଆମ୍ବୁଲାନ୍ସକୁ। ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଗଲା। ଆଉ ସବୁଠୁ ଦୁଃଖର କଥା, ପଲିଥିନରେ ମୃତକଙ୍କ ଦେହର ମାଂସ ସହ ଅନ୍ତ ବିଜୁଳାକୁ ଗୋଟେଇ ବଳକା ମୃତଦେହକୁ ଡାକ୍ତରଖାନା ନେଲା ପୋଲିସ। ପୁରା ମାର୍କେଟ ସ୍ତବ୍ଧ ହୋଇଯାଇଥିଲା ସେ ଦୃଶ୍ୟ ଦେଖି। ଆଜ୍ଞା, ରଙ୍ଗ ରୁଟ୍ ନେଇଗଲା ଆଉ ଗୋଟେ ନିରୀହ ଜୀବନ। ଆଉ ଜଣେ ଗୁରୁତର ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ନୂତନ ବସ୍ଷ୍ଟାଣ୍ଡ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାଜପୁର ଜିଲ୍ଲା আহিଆସ ଅଞ୍ଚଳର 2 ଜଣ ଯୁବକ ଗତକାଲି ଭଦ୍ରକର ଚରମ୍ପାରୁ ଯାଜପୁର ଅଞ୍ଚଳକୁ ବାଇକ୍ରେ ଯାଇଥିଲେ। ଏହି ସମୟରେ ରଙ୍ଗ ରୁଟ୍ରେ ଆସି ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ନୂତନ ବସ୍ଷ୍ଟାଣ୍ଡ ନିକଟରେ ବ୍ରେକ୍ ଡାଉନ୍ ହୋଇଯାଇ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଭଦ୍ରକରୁ ବିଜୟ କୁମାର କୁଅଁରଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର। 22 सालों से हजारों माता पिता क्यों मानते हैं कि कृष्णा विकास का कोई विकल्प नहीं। कृष्णा विकास होलिस्टिक एजुकेशन प्रदान करता है जिससे बच्चे की नींव मजबूत होती है। कृष्णा विकास ग्रुप ऑफ इंस्टीट्यूशंस।